ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବାଇକ୍। ବାସୁଦେବପୁର ମ୍ୟୁନିସିପାଲିଟି ଭୈରବପୁର ଛକ ନିକଟରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବାଇକ୍। ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ। ଆଜି ସକାଳେ ରାଧାନାଥପୁର ଅଞ୍ଚଳର ରଣଜିତ ମାଇତି ଓ ତାଙ୍କ ବାପା ନିଜ ପଲ୍ସର, ଯାହାର ନମ୍ବର OD01T6740ରେ ବାସୁଦେବପୁରକୁ ଆସୁଥିବା ସମୟରେ ବାଇକ୍ଟିରେ ତେଲ ସରିଯାଇଥିଲା। ଫଳରେ ରଣଜିତ ବାଇକ୍ଟିକୁ ଗଡ଼ାଇ ଗଡ଼ାଇ ଗୋପାଳପୁର ଛକ ନିକଟରେ ଥିବା ଏକ ଖୋଲା ଦୋକାନରେ ତେଲ ପକାଇଥିଲେ। ତେଲ ପକାଇବାର କିଛି ସମୟ ପରେ ଗାଡ଼ିଟିକୁ ଷ୍ଟାର୍ଟ କରିବାରୁ ହଠାତ୍ ଗାଡ଼ିରେ ନିଆଁ ଲାଗିଯାଇଥିଲା ଏବଂ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ପ୍ରାଣ ବିକଳରେ ରଣଜିତ ବାଇକ୍କୁ ଛାଡ଼ି ପଳାଇ ଆସିଥିଲେ। ଫଳରେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ ରଣଜିତ। ଶେଷରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ, ହେଲେ ବାଇକ୍ଟି ସମ୍ପୂର୍ଣ୍ଣ ଜଳି ସାରିଥିଲା। ଚୋଡ଼ାପଟା ଆସିଲା ବେଳେ ତେଲଟା ସରିଗଲା। ହାଲକା ସ୍ପିଡ୍ କରିକି ଆସିକି ତେଲଟା ପକେଇକି ଛାଡ଼ିଲା ବେଳେ ତେଲ ବୋଧେ କେଉଁଠି ଲିକେଜ୍ ବୋଧେ କେଉଁଠି ହେଉଥିଲା, ମାରିଲା ସେଲ୍ଫ ମାରିଲା ବେଳେ ଧରିଲା ଆଉ ସେଠି ଲାଗିଗଲା। ଯେତେବେଳେ ମୋତେ ସବୁ ବର୍ଷ ଡାକି ଆଣିଲା ଆଉ ତମ ଗାଡ଼ି ବସିଥିଲ ଯେତେବେଳେ ତାପରେ କ'ଣ କଲେ? ପଳେଇ ଆସିଲି ଆଉ। ଏବେ ଗାଡ଼ି ଅବସ୍ଥା କେଉଁ ଭଳିଆ ରହୁଛି? ତ ଦେଖୁଛନ୍ତି ସମସ୍ତେ, କ୍ୟାମେରା ସାମ୍ନାରେ ଅଛି ଆଉ। କେହି ଦମକଳ ବାହିନୀ କେହି ଆସି ନା ଏପର୍ଯ୍ୟନ୍ତ କେହି ଆସି ବାହାର ଲୋକ ଯେ ସାହାଯ୍ୟ କରିଥିଲେ, ସେ ଫାୟାର ବ୍ରିଗେଡ୍କୁ ଯେଉଁ ଧୂଆଁ ମାରିଥିଲେ, ସେତେବେଳେ ମିଳିଲାନି। ସେ କୋଉଠି ଯାଉଥିଲେ? ବାସ୍ତବ ତେଲ କୋଉଠି ସରିଲା? ତେଲ ସରିଲା ଏଇ ଜଷ୍ଟ ସାଇଡ଼ଟା ମୁଁ କହିପାରିବିନି, ଏଇ ଜଷ୍ଟ ଆଗ ପଛ ଛକରେ। ତେଲ କୋଉଠି କିଣିଲ? ଏଇଠି ମୋର ଭୈରପୁର ଛକରେ କିଣିକି ଜଷ୍ଟ ପକେଇଲ। ପକେଇଲା ପରେ ଯେଉଁ ସେଲ୍ ପାଇଲା ବେଳେ ଲାଗିଗଲା ଆଉ। ଆଗରୁ ଗାଡ଼ିର କିଛି ପ୍ରୋବ୍ଲେମ୍ ଥିଲା କି? ନା, ଚାଲୁଥିଲା ତ। କେତେ ବର୍ଷ ଗାଡ଼ି? ଗାଡ଼ି 17 କିଣା ଆଉ। ବାସୁଦେବପୁର ମଧୁସ୍ମିତା ପଲାଇଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।